ओहो पानी थाली थोइछु ना पानी थाली थोइछु हे सकासे जंदा नांती आ मैंने आज एक नुआ भिडियो को आप स्वागत कर हाँ आप सब केमती अच्छे भल अच्छे सेमती भले था तो सांग मैंने आज हूँ सांग मैंने मंगलवार आउ सांग मैंने बो बसिकी माला करिया स्टार्ट कर देलानी नाई कोठी बाजू आ सांग मैंने बो आज पूरा जबर टगर फुल आनी ता संगे मंदार फुल आउ ए को फुल बो दुरदुरा हाँ कला दुरदुरा तो आज सांग मैंने बो नहीं जो आम बाबा पाखु आउ काली हूँ सांग मैंने जागर तो से आज सांग मैंने बोर जबर काम हम ना आज पुणी गुंथा हम आहरी पुणी माला गुंठा हम ना तो आज खाली सांग मैंने बहुत माला कर तो यहाँ कौन मंगल हनुमान अलरेडी करदे ना मंगला गंठी पड़गला कौड़े जाइलु है मंगला हनुमान आउ ये हनुमान को मंगला दीटा এইটা নেবি পার্বতী এটা গুথুচি শিবঙ্কর পার্বতীଙ୍କ ପାଇଁ ଏଇଟା ଶିବଙ୍କ ପାଇଁ হ্যাঁ ପୁଣି ଆଉ ଥରେ ଆଇଲେ ପୁଣି ଗୁନ୍ଥିବୁ ମାନେ ରାତିକି ନେବା ପାଇଁ କାଲି କି ନା ରାତି କି ହଁ ହଁ କାଲି ତ କାଲି ହେଉଛି ସାଙ୍ଗମାନେ ଜାଗର ମୁଁ ଭାବୁଛି ଆଜି ଜାଗର ଆଉ କାଲି ତ ଉପବାସ ନା କାଲି ଜାଗର କାଲି ତ ଜାଗର ମୁଁ ମୋ ମୁଣ୍ଡ ଟିକେ କ'ଣ କହିଲେ ବାଇଆ ହେଇଗଲା ମୁଁ କହିଲି ବୋଧେ ଆଜି ଜାଗର ତ ଓକେ ତ ବୋଉ ତ ତାର ସକାଳୁ ସକାଳୁ ବସିକି ମାଳ ଗୁନ୍ଥୁଛି ଆଉ ବୋଉ ଏଇନା ଯାଇନି ମନ୍ଦିର ଯିବୁ ନା ଏଇ ମାଳଟା ସରିଲେ ବୋଉ ଯିବ ମନ୍ଦିର ଆଉ ମନ୍ଦିରରୁ ଆସିଲେ ଭିଡ଼ିଓ କଣ୍ଟିନ୍ୟୁ କରିବା ଆଉ ମନ୍ଦିରରେ ଏକାଥରେ ଫୁଲ ବୋଧେ ତୋଳିକି ନେଇକି ଆସିବୁ ନା ଅରଗ ଫୁଲ ହଁ ମୁଁ ମୋର ଖାଇଦେବି ହଁ ଅରଗ ଫୁଲ ନେଇକି ଆସିବୁ ବୋଧେ ନା ତ ଓକେ ବୋଉ ଯାଉଛି ମନ୍ଦିର ଅରଗ ଫୁଲ ନେଇକି ଆସିବ ଆଉ ବୋଉ କ'ଣ ମେଘ ଉଠୁଛି ନା କୁହୁଡ଼ି କୁହୁଡ଼ି ନେଖା ଲାଗୁଛି ଏଇ କାଁର ଖରାଦିନେ କାଁର ତାହେଲେ ମେଘ ଉଠେଇଥିବ ଆଉ ଏଇ ମେଘ ଉଠେଇଛି ବୋଲି କହ ଟିକେ ଗରମ ଲାଗୁନି ନା ଗରମ ଲାଗୁନି ମେଘ ଉଠେଇଛି ବୋଲି ଯେତେବେଳେ ଖରା ହବ ଯେତେବେଳେ ଖରା ହବ କି ଗରମ ଜାଗରକୁ ହଉ ତ ସାଙ୍ଗମାନେ ଯାଉଛି ମୁଁ ବ୍ରସ୍ ହେରିକା କରିବି ଆଉ ବୋଉ ଯିବ ତାର ମନ୍ଦିର ଆଉ ବୋଉ ଆସିଲେ ଭିଡ଼ିଓ କଣ୍ଟିନ୍ୟୁ କରିବା ଆଉ ସେ ପର୍ଯ୍ୟନ୍ତ ଆପଣମାନେ ଗୋଟେ ଭିଡ଼ିଓଟି ଲାଇକ୍ କରିକି ଆଉ ଚ୍ୟାନେଲଟିକି ସବସ୍କ୍ରାଇବ୍ କରିଦିଅନ୍ତୁ ତ ସାଙ୍ଗମାନେ ବୋଉ ମନ୍ଦିରରୁ ଆସିଲା ବାଟରୁ ଦେଖିପାରୁଥିବେ କେତେ ସାରା ଅରଖ ଫୁଲ ତୋଳିକି ନେଇକି ଆସିଛି ଭାରି ତା ସାଙ୍ଗେ ଏଇଠି ମନ୍ଦାର କଢ଼ ବି ଆଣିଛି ଭାରି ଆଉ ଏଇନା ସାଙ୍ଗମାନେ ଗାଧେଇ ସାରିଲେଣି ଆଉ ଯାଉଛି ଖାଇଦେବୁ ଆଉ ବୋଉ ବି ଏଇନା ସାଙ୍ଗମାନେ ଖାଇଦେବ ଆଜି ତାର ମଙ୍ଗଳବାର ସେ ରୁଟି ଖାଇବ ମୁଁ ମୋର ଭାତ ଖାଇବି ଆଉ ତାପରେ ସାଙ୍ଗମାନେ ମାଳ କରିବା ଷ୍ଟାର୍ଟ ହେବ କାରଣ କାଲି ପାଇଁ ଦିଆହେବ କାଲି ହେଉଛି ଜାଗର ନା ତୁ ଅଲରେଡ଼ି ଖାଇଲୁଣି ଆଉ ରୁଟି ଆଉ କ'ଣ ବନ୍ଧାକୋବି କଦଳୀ ଆଳୁ ଭଜା ବୋଧେ ଅରୁଆରେ କରୁଛୁ ନା ଭଜା ତାହେଲେ ଅରୁଆରେ କରୁଛୁ ଆଉ ତ ମୋର ବି ସାଙ୍ଗମାନେ ସେମ୍ ମୋର ଖାଲି ଭାତ ବୋର ରୁଟି ଆଉ ମୋର ସେଇ ବନ୍ଧାକୋବି ଭଜା ତା ସାଙ୍ଗେ ଭାତ ଏଇଟା କ'ଣ ପକୋଡ଼ା ରଖିଥିଲା କାଲିର ହଉ ଖାଇଦେବ ଆଉ ମୋ ସବୁ ରୁଟି ଦିଆହେଇଛି ଦେଇଛୁ ଆଗ ତାହେଲେ ଆଗ ଦେଇଛୁ ନା ଗୋଟେ ହସ କଥା ସାଙ୍ଗମାନେ ଶୁଣନ୍ତୁ ଆମେ ଯେତେବେଳେ ବାପାଙ୍କର ମୋର ଥିବୁ ବାହାରେ ଧର ଆସିବୁ ବାହାରକୁ ପାନା ପୋତିକ ତାର ଶୋଇଥିବ ଜମା ସେ ଉଠିବନି ଯେତେବେଳେ ବୋଉ ଆସିବ ବାହାରକୁ ମାଡ଼ ଭୟରେ ଉଠିକି ଆସିକି ଧଡ଼ପଡ଼ ହେଇକି ଏଠି ଶୋଇବ ଦୁଆରେ ମାନେ ଯିଏ ଭାବିବ ବାନା ଶୋଇଛି ଦୁଆରେ ଆଉ ମାନେ ତତେ ତାର ଜବର ଡର ହଁ ମାନେ ତତେ ସେ ଉଣ୍ଡିକି ରହିଛି ପୁରା କେତେବେଳେ ଆସିବୁ ମାନେ ଆସିକି ଶୋଇପଡ଼ିବୁ ଦୋଳିକି ନି ଦୁଆରେ ବହୁତ ବୁଦ୍ଧି ତାର ଆମେ ବାପାଙ୍କର ମୋର ତାକୁ ବାଡ଼େଇବାକୁ କ'ଣ ହାତ ଯାଉନି ବୋଉ ତାକୁ ପିଟି ଦେଉଛି ଏକାଥରେ ଏଇ ସକାଶେ ବୋଉକୁ ଟିକେ ଡର ତାର ବୋଉ ଏକ କହିବ ମାନେ ସେ ଦୌଡ଼ିବ ପୁରା ହଁ ଆଉ ମାଳା କେତେବେଳକୁ କରିବୁ କାଲି ପାହାର ଉଠେଇଲି ଗଲାନି ଶୋଇଲା ପାଟିରେ ପଳେଇଲା ଆଉ ମାଳା କେତେବେଳକୁ କରିବୁ ଖାଇସାରିଲେ ବାସନ ମାଜିବି ସଫା କରିବି ତାପରେ ଯାଇକି ଷ୍ଟାର୍ଟ ହେବ ହଉ ଆଉ ତ ସବୁ କାର୍ଯ୍ୟକ୍ରମ ତୋର ସରିଲେ ତାପରେ ମାଳ ଷ୍ଟାର୍ଟ ହେବ ତ ଓକେ ସାଙ୍ଗମାନେ ତ ଆଗ ଖାଇବା କାର୍ଯ୍ୟକ୍ରମଟା ଆଗ ସାରିଦେବା ତାପରେ ମାଳ କାର୍ଯ୍ୟକ୍ରମ ଷ୍ଟାର୍ଟ ସାଙ୍ଗମାନେ ଏବେ ଫାଇନାଲି ଖିଆପିଆ ସରିଲାଣି ଆଉ ସାଙ୍ଗମାନେ ଖାଇସାରିଲା ପରେ ବୋଉ ଆଣିକି ସବୁ କ'ଣ ଅରଖ ଫୁଲ ଆଣିକି ଥୋଇ ଦେଇଛି ଆଉ ମାଳ କରିବା ଷ୍ଟାର୍ଟ କରିଦେଲାଣି ନା
ଗୁନ୍ଥିବିନି ଆଜି ପୁରା ବଡ଼ ବଡ଼ ମାଳ ହେବ ଆଉ ନା ସବୁଦିନ ଏମିତି ବଡ଼ ବଡ଼ କରେ ଆଉ ମାନେ ସବୁଦିନ ଯେମିତି ହୁଏ ସେମିତି ଆଉ କିନ୍ତୁ ଆଜି ପୁରା ଖାଲି ଧଳା ଆଜି ଖାଲି ଧଳା ଅରଖ ଫୁଲ ନା ଆଉ ଏକରକୁ ଶୋଇଛି ବାନା ହେଇଠି ତାର ବୋଉ ତାର ଏଠି ମାଳ ଗୁନ୍ଥୁଛି ଆଉ ଜନ୍ଦା ଗୁଡ଼ା ତାକୁ ଡିଷ୍ଟର୍ବ କରୁଛନ୍ତି କେତେ ଜନ୍ଦା ଆସିକି ୟା ଭିତରେ ପଶି ଯାଉଛନ୍ତି ନା ଏରା ଫୁଲ ଗୁରା ପା ସୁଚାରିକି ନେଇଯିବେ ତା ରସ ଯେ ସେ ପୁରା ଶୁଖିଯିବ ଚୋଲା ହେଇଯିବ ମୁଁ ତାକୁ ମାନେ ପାଣି ଛୁଞ୍ଚି ଗଳେଇକି ଏକାଥରେ ଏଠି 4ଟା ଛୁଞ୍ଚି ଥୋଇଛି ବୋଉ ଗୋଟେ ଗୁନ୍ଥୁଛି 5ଟା କେତେଟା କରିବୁ ତାହେଲେ ଆହୁରି ହବ ଆହୁରି ହେବ ନା ହଉ ମୁଁ ଘରେ ଅଛି ହେଲା ତୁ 5ଟା ଆଗ ଗଳେଇ ସାରେ ଏ ଯେଉଁ ଗଳେଇ ସାରେ କହୁଛି 5ଟା ଆଗ ଗୁନ୍ଥି ସାରେ ତୁ 5ଟା ଗୁନ୍ଥି ସାଇଲେ ଆଉ ଯେତେଟା କହିବୁ ଆଉ ମୁଁ ଗଳେଇ ଦେବି ଛୁଞ୍ଚି ଆଉ ହେଲା ତୋ ସାଙ୍ଗମାନେ ତ ବୋଉ ଏତିକି ଆଗ ମାଳ କରିସାରୁ ଆଉ 4ଟା ତ ତାପରେ ଆଉ ଯେତିକିଟା କହିବ ତ ସେତିକିଟା ଛୁଞ୍ଚିରେ ଗଳା ହେବ ମୋ ସୂତା ଆଉ ଯେତିକି ଫୁଲ ବଢ଼ିଲା ନା ଏ କ'ଣ ହେଲା ସାଙ୍ଗମାନେ ପବନରେ ଉଡ଼ିଗଲା ତୁ ଗୋଟେ କ'ଣ ଏଠି ଥୋଇଦେବା କଥା ନୁହଁ ତୋ ମୋବାଇଲଟା ଥୋଇଦେବା କଥା ନୁହଁ ରହ ମୁଁ ସାଇଜ୍ କରିଦେଉଛି ରହ ତୋ ସାଙ୍ଗମାନେ ସାଇଜ୍ କରିଦେବା କଥା ପବନ ଉଡ଼ିଗଲା ବୋଉ ଅଲରେଡ଼ି ଏବେ 5ଟା ମାଳ କରିସାରିଲାଣି ଆଉ ସାଙ୍ଗମାନେ ଆଉ 4 1 5ଟା ପୁଣି ପୁରେଇଛି ପୁଣି ଆହୁରି 5ଟା ହେବ 10ଟା ଏଇଠି 5ଟା ଅଲରେଡ଼ି କରିକି ଥୋଇଛି ଟିକେ 10ଟା କ'ଣ କାହା କାହା ପାଇଁ କରିଛୁ ଟିକେ କହିଲୁ 10ଟା କାହା କାହା ପାଇଁ କରିଛୁ ଗୋଟେ ହେଉଛି ବୃଷଭଙ୍କର 1 ଆଉ ଗୋଟେ ଶିବଙ୍କର 2 ଗଣେଶଙ୍କର 3 କାର୍ତ୍ତିକଙ୍କର 4 ଯେଉଁ ପାର୍ବତୀଙ୍କର 5 10ଟା ମାଳ କ'ଣ ପାଇଁ ହେଇଛି ଆଉ ଗୋଟେ ମଙ୍ଗଳାଙ୍କର ଯୋଡ଼େ 7 ହନୁମାନଙ୍କର ଗୋଟେ 8 ଆଉ ଶନି ଠାକୁରଙ୍କର ଗୋଟେ 9 ସନ୍ତୋଷୀ ମାଙ୍କର ଗୋଟେ 10 ଆଉ ବୋଉ ପୁରା ହିସାବରେ କରିଛି ମାଳ ଆଉ ଯାହା ହଉ ଆହୁରି ହବ ଆହୁରି ହେବ କେଉଁଦିନ ଏଇନା ଆହୁରି କାହା କାହା ପାଇଁ ଆଉ ଗୋଟେ ହବ ଯେଉଁ ରାଧାକୃଷ୍ଣ ପାଇଁ ରାଧାକୃଷ୍ଣଙ୍କ ପାଇଁ ଆହୁରି ଗୋଟେ 11ଟା ତ 11ଟା ମାଳ ହେବ ଆଉ ତ ସାଙ୍ଗମାନେ ଛୁଞ୍ଚି ହେଉଛି 5ଟା ତ ଏକାଥରେ ସାଙ୍ଗମାନଙ୍କୁ 5ଟା ଛୁଞ୍ଚି ପୁରେଇ ଦେଉଛି ତ ଏକାଥରେ ବୋଉ 5ଟା ମାନେ 5ଟା ମାଳ କରିଦେଉଛି ତ ପୁଣି ଆଉ ଥରେ ସାଙ୍ଗମାନେ 5ଟା ପୁରେଇଛି ହେଇଛ 10ଟା ପୁଣି ଆଉ ଥରେ ଆଉ ଗୋଟେ ଛୁଞ୍ଚି ପୁରେଇବାକୁ ପଡ଼ିବ ଆଉ 11ଟା ଆଉ ଏଇଆ ଚାଲିଛି ଆଉ ଗୋଡ଼ ହାତ ନମ୍ବେଇକି ବୋଉ ବସିକି ମାଳ କରୁଛି ଆଜି ଆଉ ନା ଆଉ ଯେଉଁ ଯାକେ ଫୁଲ ଅଛି ସେ ଯାକେ ଯାଏଁ ମାଳ ହେବ ମାଙ୍କଡ଼ ଆସିଥିଲେ ଆଉ ମାଙ୍କଡ଼ ଆସିକି ଏଠୁ ବେଲାରୁ ଖାଇକି ଏଠି ଇଏ ମହାଶୟ କ'ଣ କରୁଛନ୍ତି ତାହେଲେ ଖାଇ ପିଇକି ଶୋଉଛନ୍ତି ଖାଲି ଯେମିତି ମୁଁ ହେ ପୁଅ କହିଲି ଯେମିତି ଏଠୁ ହିଆଡ଼େ ଗଲା ହଁ କାମୁଡ଼ି ଦେବ କାଳେ କାମୁଡ଼ି ଦେବ ବାନା ଥାଉ ଥାଉ କାମୁଡ଼ି ଦେବ ହଇରେ ନା କ'ଣ କରିବ ବାନା ତ ମୂଳରୁ ଉଠୁନି ଆଉ ସିଏ କରିବ କ'ଣ ଖାଲି ଖାଇବି ପିଇବି ଶୋଇବି ଲୋକ ଆସିଲେ ଭୁକିବି ନା ମାଙ୍କଡ଼ ଆସିଲେ ଭୁକିବାର ନାହିଁ ଖାଲି ଲୋକ ଆସିଲେ ଭୁକିବି ଏ ଯେଉଁ କଢ଼ଗୁରା ଯେଉଁ ଗୁନ୍ଥୁଛୁ ସକାଳୁ କାଲି ଫୁଟିବଟି ଫୁଟିବ ଯେ ତାହେଲେ ନା ଫୁଟୁଛି ସବୁବେଳେ ବେଳେ ଗୁନ୍ଥୁଛି ନା ଆଉ କାକରରେ ଥୋଇଦେଲେ ଫୁଟି ଯାଉଛି ତାହେଲେ ନା ଫୁଲ ହେଇଯାଉଛି ହଉ ଆଉ ନହେଲେ ମୁଁ କାହିଁ ଗୁନ୍ଥନ୍ତି ତ ବୋଉ ବସିକି ଘଣ୍ଟାଏ ହେଲା ଗୁନ୍ଥିଲାଣି 2ଟା ବାଜିଲାଣି 2ଟା ପାଖାପାଖି ଏବେ ଫାଇନାଲି ବୋଉର ମାଳା ସରିଯାଇଛି ଆଉ କେତେଟା କଲୁ କଲି 10-15ଟା 15ଟା ନା 14ଟା 14ଟା ଆଗ ତ 5ଟା ପୁରେଇଥିଲି ପଛରେ 5ଟା 10ଟା ତାପରେ ଏଠୁ 4ଟା 14ଟା ତ 14ଟା ମାଳ କରୁଛି ଏଇଟା କ'ଣ ବେଲପତ୍ର ଆଣିଛି 108 କ'ଣ କି ହଁ ଗଣିକି ଏଠି ଆହୁରି ଥରେ ଥୋଇଲି ମାନେ ଆଉ ଥରେ ଧୋଇକି ବି ଥୋଇଛୁ ନା ଗଣିକି ମାନେ 108ଟା ବେଲପତ୍ର ଏଇଟା କାଲି ଦେବୁ ନେଇକି ନା ସକାଳୁ ନା ରାତିରେ ନାଇଁ ସକାଳୁ ନା ରାତିରେ ପୁଣି ରାତିରେ କିଛି ଫୁଲ ଫୁଲ ଦେବୁନି ନା ରାତିରେ ଖାଲି ଭୋଗ ତ ବୋଉ ମାଳା କରିକି ଅଲରେଡ଼ି ଥୋଇ ଦେଇଛି ଆରେ ଜନ୍ତା ତ ଅଛନ୍ତି ଓହୋ ପାଣି ଥାଳିରେ ଥୋଇଛୁ ନା ପାଣି ଥାଳିରେ ଥୋଇଛି ହେଇସକାଶେ ଜନ୍ତା ନାହାନ୍ତି ଆଉ ତ ବେଲପତ୍ର ବି ଆଣିକି ଥୋଇ ଦେଇଛି ରେଡ଼ି ଆଉ ବେଲପତ୍ର ତା ସାଙ୍ଗେ ମାଳ ଆଉ କାଲି ସକାଳୁ ବୋଉ ନେଇକି ଯିବ ତ ସାଙ୍ଗମାନେ ଦ୍ୱିପହରେ ତ ଖାଇ ଦେଇଥିଲି କ'ଣ ରୁଟି ଆଉ ଏଇନା ସାଙ୍ଗମାନେ ଭାତ ପୁରା ନାଦି ଖାଇଦେଇକି ଆସିଲି ତ କାଲି ଅଛି ଜାଗର ତ କାଲି ଉପବାସ କରିବି ତ ସେଥିପାଇଁ ଭାତ ଖାଇଦେଲି ଆଉ ଦେଖିବା କାଲି ଯେବେ ଶୋଷ ଲାଗିବ ପାଣି ପିଇବି ନହେଲେ ନିର୍ଜଳ ଉପବାସ କରିବାକୁ ଚେଷ୍ଟା କରିବି ଆରଥର ନିର୍ଜଳ ଉପବାସ କରିଥିଲି ବୋଉ କହିଲା ପିଇଦେ ପାଣି
ଗୋଟେ ଥର ପିଇଲେ କ'ଣ ହେବ କିଛି ନାହିଁ, ପିଇଦେ। ମୁଁ ବି ଗୋଟେ ଥର ପିଉଛି, ଆଉ ରହିପାରୁ ନ ରହିପାରୁ ଗୋଟେ ଥର ପିଇଦେ। ତ ଗୋଟେ ଥର ପିଇ ଦେଇଥିଲି ପାଣି, ତ ଥରେ ମିଶ୍ରି ପାଣି ପିଇ ଦେଇଥିଲି। ତ 2 ବର୍ଷ ନିର୍ଜଳ ଉପବାସ କରିଥିଲି। ତ ଦେଖିବା କାଲି ନିର୍ଜଳ ଉପବାସ ରହିବାକୁ ଟ୍ରାଏ କରିବା। ଆଉ ସାଙ୍ଗମାନେ ଆପଣମାନେ କେଉଁମାନେ ଜାଗର କରନ୍ତି ଟିକେ କମେଣ୍ଟରେ ଜଣାଇବେ। ଆଉ ସାଙ୍ଗମାନେ ଖାଇଦେଇକି ତ ଆସିଲି, ଯାଉ ସାଙ୍ଗମାନେ ଶୋଇପଡ଼ିବି, କାରଣ କାଲି ଉପାସ ରହିବା ନା, ରେଷ୍ଟ ନିହାତି ଜରୁରୀ। ତ ସାଙ୍ଗମାନେ ତାହେଲେ ଆଜିର ଭିଡ଼ିଓଟି ଏଠି ଶେଷ କରୁଛି। ଆଉ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି କ'ଣ ଲାଗିଲା କମେଣ୍ଟ ଭିତରେ ଜଣାଇବେ। ଆଉ ହଁ, ଆଜିର ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓଟି ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଦେଖା କାଲିର ଏକ ନୂଆ ଭିଡ଼ିଓରେ। ଆଉ ସେଥିପାଇଁ ମୋତେ ବିଦାୟ ଦିଅନ୍ତୁ, ରହୁଛି, ବାଏ, ଗୁଡ଼୍ ନାଇଟ୍।